ବ୍ରାହ୍ମଣ ପିତା ମାତା ଏ ଚାରି ହେଲେ ମର୍ତ୍ତ୍ୟପୁରର ଦେବତା। ଆଉ ହଁ ଦି ବୁଢା ପୁଅ ଦିଟାଙ୍କ ବୁଢା ହେଇଯାଇଛନ୍ତି, ମାର ମନଟା କଣ ହଉଥିବ? ଏ ମା ଏ ଦୁନିଆରେ ଯଦି ପୁଅ କଥା କେହି ବୁଝିବ ତାହେଲେ ମା। କଣ ବାପ ବୁଝେନି? ବାପ ବୁଝେ, କିନ୍ତୁ କଥାରେ କହନ୍ତିନି ମା ବାପ ଟଙ୍କା ପୁଡ଼ିକରେ ପୋଷି ପାରିବନି, ମା କୁଆଡେ ଭୂତ ମୁଠିକରେ ପୋଷିବ। ମାଲୋ ଖାଇଛ ଆରିସା ପିଠା, ମା ଡାକ ସିନା କାଠାରୁ ମିଠା, ଆଉ ଯେତେ ସବୁ ଶିକ୍ଷା। ଖାଇ ନଥିଲେ ଖୁଆଇ ତା କାନି ପଣତରେ ଦିଏ ଶୁଆଇ, ଦୁଃଖୀ ଧନ ସେ ଡାକଇ। ମା ପରି କିଏ ହବ, ମାର ଋଣ ବା କିଏ ଶୁଝିବ, ଦିନ ରାତି କୁହାଯିବ। କିଏ ହବ ମା ଭଳିଆ ଏ ଦୁନିଆରେ? ସଂସାର ଭିତରେ ଯଦି ମା 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 ଡାକ ଆହାତି ମଧୁର ସୁଧା ନୁହେଁ ତାର ସରି। ଦୁନିଆଟା ଯାକ ଖୋଜି ଥକି ଗଲେ ନ ମିଳିବ ମା ପରି। ମା ଥରେ ଭାବନ୍ତୁ, ଭଗବାନ କୃଷ୍ଣ ଆସିବ, କୃଷ୍ଣଙ୍କର ଲୀଳା ଆସିବ, ସବୁ ଆସିବ। ଆଜ୍ଞା ମୁଁ କହୁଛି ଆପଣ ମାନଙ୍କୁ ଗୋଟେ ବଢିଆ କଥା, ମା ମନେ ରଖିବେ ଗୋଟେ କଥା, ମା ଭକ୍ତି, ପୁଅ ଜ୍ଞାନ ଆଉ ବୈରାଗ୍ୟ। ମା ଚାରିଟା ଦିଗ ଆମ ଭାରତର, ମନ ଦେଇକି ଶୁଣ। ଗୋଟେ ପୂର୍ବ ଭାରତ ହେଲା ଆମ ଓଡ଼ିଶା, ପୂର୍ବ ଭାରତ। ପଶ୍ଚିମ ଭାରତ ଗୁଜୁରାଟ, ଅହମ୍ମଦାବାଦ ଏସବୁ ହେଲା ପଶ୍ଚିମ ଭାରତ। ଉତ୍ତର ଭାରତ ବଦ୍ରୀନାଥ, ଦ୍ୱାରିକାନାଥ, କେଦାରନାଥ, ବଦ୍ରୀନାଥ କେଦାରନାଥ ଇଏ ହେଲା ଉତ୍ତର ଭାରତ। ପଶ୍ଚିମ ହେଲା ଦ୍ୱାରିକାନାଥ, ଆଉ ଆମର ଦକ୍ଷିଣ ରାମେଶ୍ୱର, କନ୍ୟାକୁମାରୀ। ଚାରି ଦିଗ। ଆପଣ ଚାରି ଦିଗ ଭିତରେ ଯାଆନ୍ତୁ, ଏମିତିଆ ଗୋଟେ ଦିଗ ନାହିଁ ଯୋଉ ଦିଗରେ ମାକୁ ଛାଡ଼ିଲେ ଖାଦ୍ୟ ଅଛି। ଆଜ୍ଞା ଯଥା ପୂର୍ବ ଭାରତ, ଆମ ଓଡ଼ିଶା ପୂର୍ବ ଭାରତ, ଏ ଅଞ୍ଚଳ ବି ପୂର୍ବ ଭାରତ। ପୂର୍ବ ଭାରତ ଏଠି ଆମର ଗୋଟିଏ ତରକାରୀ ନା କୁହ, ସମସ୍ତଙ୍କ ଘରେ ହଉଥିବ, କିନ୍ତୁ ମା ଅକ୍ଷର ଥିବ। ମା ସମସ୍ତଙ୍କ ଘରେ ହଉଛି, ସେ ତରକାରୀ ସବୁଠି ହଉଛି, କିନ୍ତୁ ମା ଅକ୍ଷର ଥିବ। ସମସ୍ତଙ୍କ ଘରେ ହୁଏ, ମନ୍ଦିରରେ ହୁଏ। ଆଜି ଆମେ ଦୀକ୍ଷିତ ସାର୍ଙ୍କ ଘରେ ଅଛୁ, ତାଙ୍କ ଘରେ ବି ଆଜି ହେଇଥିଲା। କଣ ଗୋଟିଏ ଶବ୍ଦ ମା ଅକ୍ଷର ଥିବ, ଗୋଟିଏ ତରକାରୀ ସମସ୍ତଙ୍କ ଘରେ ହୁଏ। ଡାଲମା, ମାକୁ ଛାଡ଼ିଲେ ଖାଦ୍ୟ ନାହିଁ। ଇଏ ଗଲା ପୂର୍ବ ଭାରତ। ଆପଣ ମାନେ ପଶ୍ଚିମ ଭାରତ ଚାଲନ୍ତୁ, ଗୁଜୁରାଟ, ଅହମ୍ମଦାବାଦ, ପଶ୍ଚିମ ଭାରତ। ଗୋଟିଏ ଖାଦ୍ୟ ମା ଅକ୍ଷର ଥିବ, ସମସ୍ତଙ୍କ ଘରେ ହୁଏ। କଣ? ଚୁରୁମା, ସମସ୍ତଙ୍କ ଘରେ ପଶ୍ଚିମ ଭାରତ। ଆପଣ ଉତ୍ତର ଭାରତ ଚାଲନ୍ତୁ, ବଦ୍ରୀନାଥ, ଦ୍ୱାରିକାନାଥ, ବଦ୍ରୀନାଥ କେଦାରନାଥ। ଦ୍ୱାରିକାନାଥ ପାଟିରେ ପହଞ୍ଚିଯାଉଛି, ଏବେ ଯାଇଥିବ ଦ୍ୱାରିକା ପାଟିରେ ପହଞ୍ଚିଯାଉଛି। ବଦ୍ରୀନାଥ କେଦାରନାଥ, ଗଙ୍ଗୋତ୍ରୀ, ଯମୁନୋତ୍ରୀ ହେଲା ଉତ୍ତର ଭାରତ। ଗୋଟିଏ ଖାଦ୍ୟ ସମସ୍ତଙ୍କ ଘରେ, କଣ? ରାଜମା, ସମସ୍ତଙ୍କ ଘରେ ମିଳିବ। ପରୀକ୍ଷା କରନ୍ତୁ ଆପଣ। ଆସନ୍ତୁ ଦକ୍ଷିଣ ଭାରତ, ରାମେଶ୍ୱର, କନ୍ୟାକୁମାରୀ ଚାଲନ୍ତୁ। ଗୋଟିଏ ଖାଦ୍ୟ ସମସ୍ତଙ୍କ ଘରେ ମିଳିବ, ସେ ଖାଦ୍ୟର ନାଁ ଉପମା। ଭାରତ ଜୋର କଥା ମନେ ପଡ଼ିଲା ବୋଲି ଆପଣଙ୍କ ଆଗରେ କହିବି। ଚାରି ଦିଗରେ ଚାରୋଟି ଖାଦ୍ୟ, ଯୋଉ ଖାଦ୍ୟ ମାକୁ ଛାଡ଼ିଲେ ଖାଦ୍ୟ ନାହିଁ। ଏ ମା ପୁଅକୁ ଖାଇବାକୁ ଦବ ମା ନା ବାପ ଦବ ଖାଇବାକୁ? ମା ଦବ ଖାଇବାକୁ। ତାମ୍ବୁଳ ନିଜ ହସ୍ତେ ନା ମାତୃ ହସ୍ତେ ନା ଭୋଜନ। ପାନ ଖଣ୍ଡଟା ନିଜେ ଭାଙ୍ଗିକି ଖାଇବେ, ଯେମିତି ସ୍ୱାଦ ଲାଗିବ। ଦୋକାନୀ ଘରୁ ପାଇ 100 ଭାଗୁ, କଣ ସେ ସ୍ୱାଦ ଲାଗିବ? ଖାଇବାକୁ ଗଣ୍ଡେ ମା ଯେମିତି ଦବ, ଯେତେ କିଏ ଦିଅନ୍ତୁ ମା ଭଳି ଖାଇବ। ମା ଭକ୍ତି, ପୁଅ ଜ୍ଞାନ ଆଉ ବୈରାଗ୍ୟ, ଉଭୟ ବୁଢା ହେଇକି ପଢିଛନ୍ତି ପୁଅ ଦିଟା ନାରଦ ମୁନି। କଣ କଲେ ମୋ ପୁଅ ବୁଢା ପଣିଆରୁ ମୁକ୍ତି ପାଇବେ, ଟୋକା ହେଇଯିବେ ଟିକେ କୁହ। ନାରଦ ମୁନି କହିଲେ ଠିକ ଅଛି, ମୁଁ ଗୋଟେ ବାଟ କରିବି, ଗୋଟେ ବାଟ କରିବି। କହିଲେ କଣ ବାଟ କରିବ? କହିଲେ ରୁହ ମୁଁ ଟିକେ ଭଗବାନଙ୍କୁ ଡାକେ। ନାରଦ ମୁନି ଡାକିଲେ, ହେ ଭଗବାନ, ଭକ୍ତି ମାତାର ପୁଅ ଦିଟାକୁ ଟିକେ ଭଲ କରିଦିଅ ପ୍ରଭୁ, ଭଲ କରିଦିଅ, ଯୁବକ ବନେଇ ଦିଅ ପ୍ରଭୁ। କେମିତି ଡାକିଲେ? ଗୋଟେ ଶ୍ଲୋକ ଗାଉଛି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ। ଶ୍ଲୋକ ଧର, ହଁ ମନ ଦେଇକି ଶୁଣନ୍ତୁ ଆଜ୍ଞା। ଗୋଟେ ଶ୍ଲୋକ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ
ଆଉ ଯୋଉ ଶ୍ଲୋକକୁ ଶୁଣିବା ପାଇଁ ଜଗନ୍ନାଥ ମହାପ୍ରଭୁ ଭଲ ପାଆନ୍ତି ମୁଁ ସେଇ ଶ୍ଲୋକ ଗାଉଛି ଆପଣଙ୍କ ଆଗରେ। ଗୋବିନ୍ଦ ଗୋକୁଳ ନନ୍ଦ ଗୋବିନ୍ଦ ଗୋକୁଳ ନନ୍ଦ ଗୋପାଳ ଗୋପୀ ବଲ୍ଲଭ गोवर्धनधरं धीर वन्दे गोमति प्रियः। हरे कृष्ण हरे कृष्ण 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 हरे 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 राम 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 हरे हरे। कौन किरे साउंड टिके खराब होचु केमति बजु ऐसा बतेजा बड़ा बड़ा साउंड बड़ा धा धी नि धा धा धी नि धा धी नि धा 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 धी नि धा धा धी नि धा धी नि धा आ गोटे फोटो वाला दूसरे फोटो ये जल्दी जल्दी अरे कौन मुझे समझा हेलो कौन बच्चों के देखो आप काम को फीडबैक करो फीडबैक क्या होगी फीडबैक दियो हाँ पछटा शुभुची एमती कौन हो बापा कौन एमती साउंडा भो भोगिया कर हाँ जोड़िए श्लोक गला नारायण निराकार नर वीर नरोत्तम नृसिंह नाग नाथंच तंग वंदे नरकांतकः। 3 नंबर अब गोटे श्लोक गाइबा रामचंद्रंच रघुवर रमपते आत्मालोचन राम तंग वंदे रघुनंदनः। हरे कृष्ण हरे कृष्ण 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 हरे 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 राम राम हरे हरे। नारद मुनि डाकिले हे नारायण भक्ति मातार छुआ दीटा को भल कर दियो प्रभु बुढ़ापेरु मुक्ति दे दियो बुढ़ापारू भगवान को कंठरू हो गोटे शून्यवाणी शुणिला। हे नारद मुनि अरे भाई मोटा टिके बढ़ा मोटा कमिगला टिके बढ़ा मोटा कि बढ़ा। हे नारद मुनि समय को अपेक्षा कर आउ संतଙ୍କ दर्शन पर्यंत अपेक्षा कर। क्या देखा करी मु भगवान कहले सन्थ दर्शन हम अपेक्षा कर कौ सन्थ किए भल कर नारद मुनि कहले माँ तू ये बसी दाम लाग भितर को गले बाहर को गले इे गले सियाड़े गले जहाँ तू देखिले पचारे छुआ दिटा को तुम भल कर समस्ते मना कले आम नुह किए हठात जड़े साधु आसी पहुंचले किए ना सनत कुमार। नारद मुनि कहले महात्मा ये आपणकर भागवतर महात्म्य चली आज्ञा। नारद मुनि कहले हे महात्मा भक्ति मातार जोड़िए पुओ जनक ना ज्ञान जनक ना वैराग्य उभय बुढ़ा ही पड़ी माता युवती पुओ दीटा बुढ़ा रक्षा करतु आज्ञा। सनत कुमार कहले ठीक अच्छे गोटे बाट कले बुढ़ा पणिया मुक्ति होते युवक ना कौन से बाट। सनत कुमार कहले नारद मुनि मो कथा मानिब ना हाँ
କହିଲେ ଭାଗବତ 7 ଦିନ କରିବ ଗୋବିନ୍ଦ ବୁଢା ପଣିଆ ମୁକ୍ତି ହେବ ସାତ ଦିନ ଭାଗବତ ମଞ୍ଚ କରିବ ଆଉ ଏ 7 ଦିନ ନିଷ୍ଠାର ସହିତ ଭାଗବତ ଶୁଣିବ ବୁଢା ପଣିଆରୁ ତା ଦିଟାଙ୍କ ପୁଅ ମୁକ୍ତି ପାଇଯିବେ ବଢିଆ କିଛି କଥା ନାହିଁ ତାହେଲେ କୋଉଠି ଭାଗବତ ହବ କୋଉଠି ବସିବା ଆଜ୍ଞା ସାମ୍ୟ ପ୍ରାସ ଗଙ୍ଗା ନଦୀ କୂଳ ସାମ୍ୟ ପ୍ରାସରେ ବସିଗଲେ ସନତ କୁମାର କଥାରେ ଭାଗବତରେ ଲେଖା ଅଛି ଆଜ୍ଞା ସନତ କୁମାର ଯେତେବେଳେ ସତସଂଘ ଆରମ୍ଭ କଲେ ଭାଗବତ ଯେତେବେଳେ ଆରମ୍ଭ କଲେ ସବୁ ଦେବତା ମାନେ ମୁନି ଋଷି ରୂପ ଧରିକି ଆଇଲେ ଭାଗବତ ଶୁଣିବା ପାଇଁ ଏ ବାପା ମା ଯେତିକି ଆପଣ ମାନେ ସମସ୍ତେ ଜଣେ ଜଣେ ଦେବୀ ଆଉ ଦେବତା ଦେଖ ଭାଗବତ ଶୁଣିବା ପାଇଁ ମଣିଷ ଆସୁ କି ନ ଆସୁ ଆପଣ ମାନେ ନିଶ୍ଚିନ୍ତ ହେଇଯାଆନ୍ତୁ ଆକାଶରେ ସବୁ ଦେବତା ମାନେ ବର୍ତ୍ତମାନ ଚାହିଁଛନ୍ତି ଭାଗବତ ଶୁଣୁଛନ୍ତି ଆଜ୍ଞା ଏ ଭାଗବତ ଏମିତିଆ ଜିନିଷ ଯୋଉଠି ଭାଗବତ ହୁଏ ଦେବତା ମାନେ ବସିକି ମଧ୍ୟ ଶୁଣନ୍ତି ସମସ୍ତେ ଶୁଣନ୍ତି ମୁଁ କହିଥିଲି ଗୋଟେ ବାଉଁଶ ପୋତିବା ପାଇଁ ପୋତା ହେଇଛି କି ନାହିଁ ମୁଁ କହିପାରିବି କମିଟି ଭାଇ ମାନେ ବାଉଁଶ ପୋତା ହେଇଛି ବାଉଁଶ ପୋତା ହେଇଛି ସେପଟେ ପୋତା ହେଇଛି ହଁ ଗୋଟେ ବାଉଁଶ ପୋତା ଯିବ ଦେଖ ମା କେତେ କାମ ଭାଗବତର ଖାଲି କଣ ଭାଗବତ ଶୁଣିବ ଗୋଟେ ବାଉଁଶ ପୋତା ଯିବ 7 ପବ ଥିବ ସେ ବାଉଁଶରେ 7ଟା ପବ ଯୋଉଦିନ ଭାଗବତ ସରିବ ସେ ବାଉଁଶଟାକୁ ଦ୍ୱିଖଣ୍ଡ କରିକି ଚିରି ଦିଆଯିବ କଣ ହବ ଜାଣିଛ ଯେତିକି ଆପଣଙ୍କ ପରିବାରର ପୂର୍ବପୁରୁଷ ମାନେ ଯେତିକି ମରିଛନ୍ତି ଆପଣଙ୍କ ଘରରେ ଯାହା ଆତ୍ମା ଯଦି ଅତୃପ୍ତ ହେଇକି ଥାଏ ଏ ବାଉଁଶ ଯୋଉଦିନ ଆମେ ବିଫଳ କରିକି ଚିରିଦବା ସବୁ ଆତ୍ମା ଗୁଡ଼ିକ ସ୍ୱର୍ଗକୁ ଚାଲିଯିବ ଶୁଣିବାରୁ ଆପଣ ମାନେ ବଞ୍ଚିତ ନ ହୁଅନ୍ତି ଗୋଟିଏ ଦିନ 7 ଦିନ ନିୟମରେ ଶୁଣିବେ ଆଉ ହଁ 7 ଦିନ ସାରା ମୁଁ ନିବେଦନ କରୁଛି ଆପଣ ମାନଙ୍କୁ ଯେତିକି ଭାଗବତ ଶୁଣିଛନ୍ତି କେହି ଆମିଷ ଭକ୍ଷଣ କରିବେ ନାହିଁ ହେଲା ପ୍ରଥମ କଥା ଦ୍ୱିତୀୟ କଥା ଏକ ଶଯ୍ୟାରେ ଶୁଣିବେ ମାନେ ଏକ ଶଯ୍ୟା ପୃଥକ ଶଯ୍ୟା ଯାହାକୁ କମ୍ ଏ 7 ଦିନ ପାଳନ କରିବା ଆଜ୍ଞା ନିୟମ ଆଉ ଦେଖନ୍ତୁ ଏ ନିୟମଟା ବାପା କଣ କଣଟା କମା ଏ ନିୟମଟା ପାଳନ କରିବା ପରେ ଆପଣ ମାନଙ୍କର ଭଗବାନ କେତେ ମଙ୍ଗଳ କରୁଛନ୍ତି ନିଜେ ତ ନାରଦ ମୁନି ସନତ କୁମାର ଯେତେବେଳେ ଭାଗବତ ଆରମ୍ଭ କଲେ ସମସ୍ତେ ବସିଛନ୍ତି କୋଉଠି ଥିଲା କାହିଁ ଥିଲା ଭକ୍ତି ବାର୍ତ୍ତା କାହିଁ ଥିଲା ଭକ୍ତି ବାର୍ତ୍ତା ବାପା ଜ୍ଞାନ ବୈରାଗ୍ୟ 2 ପୁଅକୁ ଧରି ଜ୍ଞାନ ବୈରାଗ୍ୟ 2 ପୁଅଙ୍କୁ ଧରି ଭକ୍ତି ମାତା ଆସିକି ପହଞ୍ଚିଲା ସନତ କୁମାର ଅନେଇଲେ ଆରେ ଆସନ ଦିଅରେ ବି ବୁଢା ଆଇଲେଣି ଆସନ ଦିଅ ଏ ପୁଅ ଦିଟା କହୁଛନ୍ତି ଆମକୁ ବୁଢା କହୁଛନ୍ତି ଆପଣ ଆମେ ପିଲା ଗୁଡାକ ନାଇଁ ଆମେ ବୁଢା ପାରୁ କେମିତି ମୁକ୍ତି ପାଇବୁ ସେ ବାଟ କରନ୍ତୁ ତ କହିଲେ ଦିଟାଙ୍କ ପୁଅ ପୁଣି ସେଠି ଗଳି ପଡିଲେ ଶୋଇଲେ ଭକ୍ତି ମାତାଙ୍କ କୋଳରେ ମା କୋଳରେ ପୁଅ ଦିଟାଙ୍କ ଶୋଇ ପଡିଲେ ଭକ୍ତି ମାତା ମା ତାର 2 ପୁଅଙ୍କ ମୁଣ୍ଡ ଆଉଁଶୁଥାଏ ଆଖିରୁ ବିଧାର ଲୁହ ଦେଖ ହେ ମା ପୁଅକୁ ଭଲ କରି
ବୋଲେ এইটি সনদ কুমার আরম্ভ করে গেলে শুণ ভাগবত কথা কଣ ভাগবত কথা শুনিবা এ মা মতে কইল যেতিকি খাদ্য তুমি পাটি বাটে খাউছ ভাত খা রুটি খা আলু খা বাইগণ খা তরকারি খা ঝোল খা যা খাউছ খা পাটি বাটে যেতিকি খাদ্য খাউছ এগুড়াক রোগ সৃষ্টি করিব তম দেহেরে সতনা মিছ খাদ্যରୁ ରୋଗ ହୁଏ ଆଜ୍ଞା ଆଉ କୋଉଠୁ ରୋଗ ହୁଏନି କିନ୍ତୁ କାନ ବାଟେ ଯେତିକି ଖାଇବ ଇଏ ରୋଗକୁ ତମର ନଷ୍ଟ କରିବ ଆଜ୍ଞା କାନ ବାଟେ କିଏ ଖାଏ ଏଇ 7 ଦିନ ଆମେ କାନ ବାଟେ ଖାଇବା କଣ ଖାଇବା କାନ ବାଟେ କୋଉ ଜିନିଷ ଯିବ ଆମେ କ୍ଷୀରସ ଆମେ କ୍ଷୀରସ ପାନ କଲା ଲୋକ ସିନା ଆଜ୍ଞା ଆପଣ ମାନେ ଦେଖିଛନ୍ତି ମୁଁ ଦିଲ୍ଲୀରେ ଯେତେବେଳେ ଭାଗବତ ସପ୍ତାହ କରୁଥିଲି ଚେନ୍ନାଇରେ କରେ ବାଙ୍ଗାଲୋରରେ କରୁଛି ଚାରିଆଡେ ଯାଇଛି ଭାଗବତ ସପ୍ତାହ ସବୁଠି କରିଛି ଯେତେବେଳେ ଭାଗବତ 7 ଦିନ ହଉଥିବ କୋଉଠି ଠିଆ ହେଇ ପଡିକି ବାପା ମାନେ ମା ମାନେ ଏମିତି ସବୁ କୀର୍ତ୍ତନ କରିବେ ବେଳେ ନାଚିବେ ଏମିତି ସବୁ ମନେ ରଖ जो लोग कीर्तन में ताली बजाते हैं कीर्तन में नाचते हैं ना तो जो 84 लक्ष नवकुंड ना जो लोग कीर्तन में सत्संग में नाचती नवकुंड में नाचवाक पड़े मने रख जो मैंने मत खाई बाजा बाबा सहित बरजात्री जाकि नाचती से नवकुंड कहीं उद्धारी भी कर କ୍ଷୀର